सच्चिदानंद ब्रह्म महिमा उल्लेख ज्ञानं तिमिरान्धस्य ज्ञानाञ्जना शलाकया चक्षुरुन्मीलितं येन तस्मै श्रीगुरुवे नमः। ध्यानमूलं गुरुमूर्ति पूजामूलं गुरुपदं मंत्रमूलं गुरुवाक्यं मोक्षमूलं गुरुकृपा। सच्चिदानंद परब्रह्म महिमा उल्लेख অমর ব্রহ্ম সে মরণ নই অমর কর্ম রে রহ মৃত্যু দোষ কর্ম করিব যে মন্ত টলি জীব নিজ দেহ নিষ্কলঙ্ক ব্রহ্ম কলঙ্ক নুহই ভজ নির্মল চিত্তে নির্মল ভক্তিরে গলিয়া রঞ্চিলে মিশিব ভাবনা ভূতে সুজ্ঞানী পণ্ডিত জন সাধু সন্থ গুরু ভক্তি আশ্রে কর ভণে ভীম ভই গুরু পাদ ধ্যায়ী নিশ্চয় হেব মর নিশ্চয় হেব মর। सच्चिदानंद परम ब्रह्म महिमा उल्लेख महिमा हे आमर समस्त ज्ञानी मानी पंडित वर्ग मंडली समस्त हे विश्ववासी आजिकार सही परमात्मा परम ब्रह्म सर्वघटरे सर्वभूतरे देह देहरे जीव अजीव निर्जीव सजीव समस्त उड़ा बुड़ा चलो चलो चारिखानी प्राणी तथा समस्त ब्रह्मांड परिपूर्ण पूर्णस्थान जो व्यापी रही से होती अपरिवर्तित अविनाशी ब्रह्म। आज महिमा धर्म साधु सन्थ समस्त वयोज्येष्ठ समस्त जनजगत जो माने महिमा भजुंट समस्ते प्रथम सर्वप्रथम से अभय पाद को आश्रित करिसंती जो पाद को चिंता करी अभय अभय पाद को चिंता करी जो माने सर्वप्रथम निर्भय भक्ति प्राप्ति होती अभय पाद को चिंता कले कौन भय रहे नहीं। अतएव हे आमर समस्त जगत भगत आबाल वृद्ध वनिता बालक बालिका पिता माता से भीम भई सर्वप्रथम आमर जो तांक लेखनी रे प्रभु को वंदना करिसंती वंदना वंदना पाद पद्म को ध्याई रूपानंद को ध्याई स्वामी पयोर को वंदना पाद पद्म को। कवि लिखिंट सन्थ कवि भीम भई वंदना पाद पद्म को माने से तांकर पाद एवं पद्म दीटा कथा वंदना पाद पद्म को माने जहाँकर अभय पाद सारा ब्रह्मांड सारा विश्व जहाँकर अभय पाद समान जेते समतल भूमि देखुंट जेते भूमि देखा जाउछि सारा ब्रह्मांड सर्वस्थान प्रभुंकर से अभय पाद पड़ी से अभय पाद को से वर्णना करिसंती तांकर आउ से अभय पाद को चिंता करी से कहउचंती वंदना पाद पद्म को जो पाद अच्छी तांकर पाद तले जो पद्म अर्थात माता शिर प्रभुर पाद प्रभुंकर अभय पाद सारा ब्रह्मांड समस्त समग्र ब्रह्मांड सर्वस्थान सर्वभूत समस्त समतल भूमि उपर जो जेतिकी भूमि देखा जाउछि सबु स्थान कविंकर कथित अनुजाई सर्वस्थान प्रभुंकर पाद पड़ जाइछि
ତେଣୁକରି ଶ୍ରୀଗୁରୁଙ୍କର ପାଦ ତଳ ଫୁଟିଛି ପଦ୍ମ କମଳ। ସେଇ ଶ୍ରୀଗୁରୁ ଅର୍ଥାତ୍ ଶ୍ରୀ ମାନେ ଶ୍ରେଷ୍ଠ, ଗୁ ଶବ୍ଦ ଗୁଣାତୀତମ୍, ଗୁ ଶବ୍ଦ ଅନ୍ଧକାର, ରୁ ଶବ୍ଦ ଉଜ୍ବଳ, ଗୁ ଶବ୍ଦ ଗୁଣାତୀତମ୍, ରୁ ଶବ୍ଦ ରୂପବର୍ଜିତମ୍। ଗୁଣ ଏବଂ ରୂପକ ବ୍ୟତିରେକ ସେହି ପ୍ରଭୁଙ୍କର ଅଭୟ ପାଦ ସାରା ବିଶ୍ୱରେ ସମସ୍ତ ସମଗ୍ର ଭୂମି ଉପରେ ପଡ଼ିଯାଇଛି। ତେଣୁ ସାରା ବ୍ରହ୍ମାଣ୍ଡର ପରମାତ୍ମା ପରବ୍ରହ୍ମ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ରକ୍ଷାକର୍ତ୍ତା ବା ସୃଷ୍ଟିକର୍ତ୍ତା। ସେ ତାଙ୍କର ଅଭୟ ପାଦକୁ ସେ ଏହି ସାରା ବିଶ୍ୱରେ ପକାଇ ଯାଇଛନ୍ତି। ତେଣୁ କବି ବର୍ଣ୍ଣନା କରୁଛନ୍ତି, ତାଙ୍କୁ ତ ଲେଖି କେହି ଲେଖିପାରିଲେ ନାହିଁ, ତାଙ୍କୁ ବର୍ଣ୍ଣନା ମଧ୍ୟ ପାରିଲେ ନାହିଁ, କିମ୍ବା ତାଙ୍କୁ କୌଣସି ରୂପ ନାହିଁ ଯିଏ ସେ ଅରୂପ ଅଟନ୍ତି। ତାଙ୍କୁ ତାଙ୍କର ଭାଷାରେ ଲେଖିଛନ୍ତି ବନ୍ଦନା ପାଦ ପଦ୍ମକୁ। ବନ୍ଦନା ଅର୍ଥାତ୍ ତାକୁ ବନ୍ଦନା କରୁଛି। ମୁଁ ଆପଣଙ୍କୁ ତ ଦେଖିପାରିଲି ନାହିଁ, ଆପଣଙ୍କୁ ତ ମୁଁ ରୂପକୁ ଦର୍ଶନ କରିପାରିଲି ନାହିଁ। ଆପଣ ଯେହେତୁ ଅରୂପ ଅଟନ୍ତି, ତେଣୁ ଆପଣଙ୍କର ଅଭୟ ପାଦ ଯେଉଁ ସାରା ବିଶ୍ୱରେ ପଡ଼ିଯାଇଛି, ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଯେଉଁ ଅଭୟ ପାଦ ପଡ଼ିଯାଇଛି, ସେଇ ଅଭୟ ପାଦ ତଳେ ମୁଁ ଆଶ୍ରିତ ସ୍ୱରୂପରେ ସମର୍ପଣ ହେଉଛି, ସାଷ୍ଟାଙ୍ଗ ପ୍ରଣିପାତ ହେଉଛି। ସେ ତେଣୁକରି କହୁଛନ୍ତି ଅଭୟ ବନ୍ଦନା ପାଦ ପଦ୍ମକୁ, ଧ୍ୟାଇ ଅରୂପାନନ୍ଦକୁ, ଧ୍ୟାଇ ସ୍ୱାମୀ ପୟରକୁ, ବନ୍ଦନା ପାଦ ପଦ୍ମକୁ। ବନ୍ଦନା ପାଦ ପଦ୍ମକୁ। ପଦ୍ମ ହେଉଛି ତାଙ୍କର ସେଇ ଯେଉଁଟା ମାନେ ଅଭୟ ପାଦ। ପ୍ରଭୁଙ୍କର ପାଦ ଯେଉଁ ସମତଳ ଭୂମି ଅର୍ଥାତ୍ ସାରା ଭୂମି ଉପରେ ପଡ଼ିଯାଇଛି, ତା ଉପରେ ମାତା ଶିର ପ୍ରଭୁ ପାଦ। ମାଆଙ୍କର ଶିର ଉପରେ ଯଦି ଓଢ଼ଣୀଟି ଅଛି, ଆଉ ତା ଉପରେ ଯଦି ପଦ୍ମ ଫୁଲ ଗୋଟେ ଫୁଟିଛି, ତା ଉପରେ ଯଦି ସୁନ୍ଦର ପାଦଟେ ରହିଛି, ସେଇଟା ବହୁତ ସୁନ୍ଦର ଦେଖାଯିବ। ତେଣୁ ସେହି ସୁନ୍ଦର ସ୍ଥାନ ହେଉଛି ଏଇ ଯେଉଁ ଆମର ଏଇ ଭୂମି ଉପରେ ପ୍ରଭୁଙ୍କର ଅଭୟ ପାଦ ପଡ଼ିଯାଇଛି। ତେଣୁ ତାର ତଳେ ପଦ୍ମ ଫୁଲ ଫୁଟିଛି। ପଦ୍ମ ଫୁଲ କ'ଣ? ଶ୍ରୀଗୁରୁଙ୍କ ପାଦ ତଳ ଫୁଟିଛି ପଦ୍ମ କମଳ, ବାସରେ ଅମାପ ମୂଳ, ଘେନ ନାସିକାରନ୍ଧ୍ରକୁ, ବନ୍ଦନା ପାଦ ପଦ୍ମକୁ। ଶ୍ରୀଗୁରୁଙ୍କର ପାଦ ତଳ ଯେଉଁ ପୃଥିବୀ ପୃଷ୍ଠରେ ପଡ଼ିଯାଇଛି, ସେଠିରେ ମାତା ଶିର ମାନେ ଧରିତ୍ରୀ ମାଆର ମଥା ଉପରେ ଯଦି ଧରିତ୍ରୀ ମା ଛିଡ଼ା ହେଇଛନ୍ତି, ତାଙ୍କର ମଥାଟା ହେଉଛି ଏଇ ଭୂମି ଉପରେ ଉପରକୁ ଉଠି ନାହିଁ, ତାହେଲେ ମଥା ଉପରେ ଗୋଟିଏ ପଦ୍ମ ଫୁଲ ଫୁଟିଛି। ମାଆଙ୍କର ଶିର ଉପରେ ଯେଉଁ ପଦ୍ମ ଫୁଲ ଫୁଟିଛି, ସେଇଟା ହେଉଛି ଶ୍ରୀଗୁରୁଙ୍କ ପାଦ ତଳ ଫୁଟିଛି ପଦ୍ମ କମଳ, ବାସରେ ଅମାପ ମୂଳ, ଘେନ ନାସିକାରନ୍ଧ୍ରକୁ। ତାକୁ ନାସିକାରନ୍ଧ୍ର ମାନେ ଯେମିତି ଆମର ନାସାଗ୍ରରେ ଯେମିତି ଅଛି, ସେଇଟା କ'ଣ? ଅଭୟ ପୁରମଣ୍ଡଳ, ନାହିଁ ଅନ୍ଧାର ଉଜ୍ବଳ, ଅଜପା ଅଲେଖ ବ୍ରହ୍ମ, ନାହିଁ ତାଙ୍କ ସ୍ଥିତି ଠୁଳ, ଅଭୟ ପୁରମଣ୍ଡଳ। ତେଣୁକରି କବିଙ୍କର ଭାଷାରେ ଯେଉଁଟା ଅଭୟ ପୁରମଣ୍ଡଳ, ସେଇଟା ହେଉଛି ଯେ ମାନେ ଏଇ ଯେଉଁ ନାସାଗ୍ରରେ ବାୟୁ ବହୁଛି, ଏଇଟା ସେମିତି ଯେମିତି ଶ୍ରୀଗୁରୁଙ୍କ ପାଦ ତଳ ବ୍ରହ୍ମାଣ୍ଡ ମତରେ ଯେମିତି କୁହାଯାଇଛି ଯେ ପାଦ ତଳେ ପ୍ରଭୁଙ୍କର ଅଭୟ ପାଦ ସାରା ବିଶ୍ୱରେ ପଡ଼ିଯାଇଛି, ସେହି ଅବ୍ୟକ୍ତ ଅଣାକାର ଅଶ୍ରୁତି ଅମୃତି ବ୍ରହ୍ମଙ୍କର ଅଭୟ ପାଦ ସାରା ବିଶ୍ୱରେ ପଡ଼ିଯାଇଛି। ତାହେଲେ ଏଇ ବିଶ୍ୱରେ ଯେତେ ଭୂମି ଦେଖାଯାଉଛି, ସର୍ବସ୍ଥାନରେ ପ୍ରଭୁଙ୍କର ଅଭୟ ପାଦ ପଡ଼ିଛି। ତେଣୁ ଶ୍ରୀଗୁରୁଙ୍କ ପାଦ ତଳ, ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ, ଗୁ ଶବ୍ଦ ଗୁଣାତୀତମ୍, ରୁ ଶବ୍ଦ ରୂପବର୍ଜିତମ୍। ଗୁଣ ଏବଂ ରୂପର ବ୍ୟତିରେକ ଶ୍ରେଷ୍ଠ ହେଉଛନ୍ତି ସେହି ଶ୍ରୀଗୁରୁ। ତାଙ୍କର ଅଭୟ ପାଦ ପଦ୍ମ ଆମ୍ଭମାନ ଏଇ ପୃଥିବୀ ପୃଷ୍ଠରେ ପଡ଼ିଯାଇଛି। ତାଙ୍କର ପାଦ ତଳେ ଯେଉଁଟା ରହିଛି, ସେଇଟା ହେଉଛି ଶ୍ରୀଗୁରୁଙ୍କ ପାଦ ତଳ ଯେଉଁଟା କହୁଛନ୍ତି, ସେଇଟା ହେଉଛି ବନ୍ଦନା ପାଦ ପଦ୍ମକୁ। କବି କହୁଛନ୍ତି, ହେ ପ୍ରଭୁ, ଆପଣଙ୍କର ଅଭୟ ପଦାର ବିନ୍ଦରେ ମୁଁ ଶରଣାପନ୍ନ ହେଉଛି। ଆପଣଙ୍କର
ପାଦ ଏବଂ ପଦ୍ମ ଠାରେ ମୁଁ ଶରଣାପନ୍ନ ହେଲି। ଆପଣଙ୍କର ପାଦ ଆଉ ମାତାର ଯେଉଁ ପଦ୍ମ ଫୁଲ ଫୁଟିଛି, ଏଇଟା ଶ୍ରୀଗୁରୁଙ୍କ ପାଦ ତଳ ଫୁଟିଛି ପଦ୍ମ କମଳ ବାସରେ ଅମାପ ମୂଳ ଘେନ ନାସିକାନନ୍ଦ୍ରକୁ। ସେଇ ନାସିକାନନ୍ଦ୍ରକୁ ମୁଁ ଅଭୟ ପଦାର ବିନ୍ଦରେ ମୁଁ ଗ୍ରହଣ କରୁଛି। ଅର୍ଥାତ୍ ଏଇ ନାସାଗ୍ରରେ ଯେଉଁ ବାୟୁ ବହନ କରୁଛି, ଏଥିରେ ଜୀବର ଭିତରକୁ ଯାଉଛି ଜୀବ, ଭିତରୁ ବାହାରକୁ ଆସୁଥିବା ହେଉଛି ପରମ। ଆଉ ଯେଉଁଟା ଜୀବ ଆଉ ପରମର ମଧ୍ୟବର୍ତ୍ତୀ ସ୍ତରରେ ଯେଉଁ ବାୟୁଟା ରହିଯାଇଛି, ଯାହାର ମାପ କରି ହୁଏ ନାହିଁ, ସେ ହେଉଛନ୍ତି ପରମାତ୍ମା ପରମ ବ୍ରହ୍ମଙ୍କର ସେଇ ବାୟୁକୁ ଯେଉଁମାନେ ଗ୍ରହଣ କରନ୍ତି, ପରମାତ୍ମାଙ୍କୁ ବାୟୁ ରୂପରେ ଖ୍ୟାତ କରିହେବ ନାହିଁ। ଯିଏକି ବିଶ୍ୱ ବ୍ରହ୍ମାଣ୍ଡରେ ସାରା ବିଶ୍ୱରେ ଉଡ଼ା ବୁଡ଼ା ଚଳଚଳ ଚାରିଖାନି ପ୍ରାଣୀଙ୍କର ଉପସ୍ଥିତିରେ ସେ ସର୍ବସ୍ଥାନରେ ସର୍ବଘଟରେ ସର୍ବଭୂତରେ ଜୀବ ଅଜୀବ ନିର୍ଜୀବ ସଜୀବ ଇତ୍ୟାଦି ସର୍ବସ୍ଥାନରେ ସମାନ ଭାବରେ ତାଙ୍କର ସତ୍ତା ରହିଥିବାରୁ ତେଣୁକରି ସେ ହେଉଛନ୍ତି ପରମାତ୍ମା। ଆଉ ସେହି ପରମାତ୍ମା ପରମ ବ୍ରହ୍ମଙ୍କର ଯେଉଁ ଶ୍ରେଷ୍ଠ ନାମ ଶ୍ରୀଗୁରୁ, ତେଣୁକରି କବି ବର୍ଣ୍ଣନା କରୁଛନ୍ତି, ତାଙ୍କୁ ବର୍ଣ୍ଣନା କରି କହିଛନ୍ତି ଶ୍ରୀଗୁରୁଙ୍କ ପାଦ ତଳ ଫୁଟିଛି ପଦ୍ମ କମଳ ବାସରେ ଅମାପ ମୂଳ ଘେନ ନାସିକାନନ୍ଦ୍ରକୁ। ସେ ତ ପାଦ ତଳ କହି ଯାଇଛନ୍ତି, ତେଣୁ ଘେନ ନାସିକାନନ୍ଦ୍ରକୁ ମାନେ ସେ କହିଲେ ଯେ ଅନନ୍ତ ବାସୁକି ଶିରେ ବହିଛି ମକରନ୍ଦକୁ। ଆମର ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଯେଉଁଟା ଅଛି, ଏଥିରେ ଯେଉଁ ମେରୁଦଣ୍ଡଟା ଆସି କରି ଲାଗି ରହିଛି ଆମର ମଥା ଉପରୁ ଦେଇକିରି, ଆଉ ନାସଗ୍ରାରେ ଏଇଟା ହେଉଛି ଅନନ୍ତ ବାସୁକି। ଅନନ୍ତ ବାସୁକି ଯେମିତି ଫେଣା ଟେକିକି ରହିଛନ୍ତି, ତାଙ୍କର ଏଇଟା ଦୁଇଟା ମାନେ ନାସାଦ୍ୱାରେ ତାଙ୍କର ସେଇ ଫଣାଟା ଲାଗି ରହିଛି, ଯେଉଁଠିକି ସେ ଗ୍ରହଣ କରୁଛନ୍ତି, ବାୟୁକୁ ଗ୍ରହଣ କରୁଛନ୍ତି। ସେଇ ଅନନ୍ତ ବାସୁକିସିରେ ବହିଛି ମକରନ୍ଦକୁ। ସେଇ ମକରନ୍ଦକୁ ସେଇ ଅନନ୍ତ ବାସୁକିସିରେ ବହିଛି ମକରନ୍ଦକୁ। ଅର୍ଥାତ୍ ଏଇ ଆମର ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଯେଉଁ ନବଦ୍ୱାର ଏକାଦଶ ଇନ୍ଦ୍ରିୟ ଷଡ଼ଚକ୍ର 12 ପାବଚ୍ଛ 21 ପୁର ନରକଳେବର ଏ ଜୀବ ଧରିଛି। ତେଣୁ ଏଥିରୁ ଉଦ୍ଧାର ପାଇବା ପାଇଁ, ଏ ଜୀବ ଉଦ୍ଧାର ପାଇବା ପାଇଁ ନିଜ ନାମ ଜୀବର ଅନ୍ୟ ନାମ ବ୍ରହ୍ମ, ବ୍ରହ୍ମ ନାମକୁ ଭଜନ କରିବା ପାଇଁ ଏ ଜୀବ ଉଦ୍ଧାର ପାଇବ। ତେଣୁକରି ଭୀମ ଭୋଇ ଲେଖିଛନ୍ତି ଯେ ଶ୍ରୀଗୁରୁଙ୍କ ପାଦ ତଳ ଫୁଟିଛି ପଦ୍ମ କମଳ ବାସରେ ଅମାପ ମୂଳ ଘେନ ନାସିକାନନ୍ଦ୍ରକୁ। ତାକୁ ନାସିକା ରନ୍ଧ୍ରରେ ତାକୁ ଗ୍ରହଣ କର, ନାସିକା ରନ୍ଧ୍ରରେ ତାକୁ ଗ୍ରହଣ କର। କେମିତି ଗ୍ରହଣ କରିବ ନାସିକା ରନ୍ଧ୍ରକୁ? ସେ ଶ୍ରୀଗୁରୁଙ୍କର ପାଦ ଆଉ ପଦ୍ମ ଯେମିତି କହିଲେ, ଏଇ ନାସାଗ୍ରରେ ମଧ୍ୟ ସେଇ ଆପଣମାନେ ସେଇ ଯେଉଁ ତାଙ୍କର ଅମୃତ ରସ, ମହାନ ଅମୃତ, ଏଇ ନାଦମୁଣ୍ଡା ତଳେ ଯେଉଁ ଥିବା ଆମର ଏଇ ଯେଉଁ ଖପୁରୀ ଅଛି, ଖପୁରୀ ତଳେ ଯେଉଁଟା ମହାରସ ଆପ୍ୟାନ୍ନ ହେଉଛି, ମାନେ ଝରୁଛି, ସେଇ ଝରୁଥିବା ରସକୁ ଆପ୍ୟାନ୍ନ କେଉଁମାନେ କରିଥିଲେ? ନାଇଁ, ପରମ ପୁରୁଷ ଆତ୍ମା ପୁରୁଷ ଆପ୍ୟାନ୍ନ କରିଥିଲେ। ତେଣୁକରି ସେ ଭୀମ ଭୋଇଙ୍କର ଗୋଟେ ଭଜନରେ ଅଛି, କ'ଣ ଅଛି? ସେଥିରେ ଲେଖା ଅଛି, ଓଙ୍କାର ପରମ ପଦୁ ପ୍ରିୟ ମକରନ୍ଦ ମଧୁ କହେ ଭୀମ ରକ୍ଷିତ ଅତି ସ୍ୱାଦ ହେ ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ। ମାନେ ଓଙ୍କାର ପରମ ପଦୁ, ଓଂ ନାମକ ବ୍ରହ୍ମ ଆମ ଆଖି ଦୁଇଟାରୁ କେନ୍ଦ୍ର କରିକିରି ଯେଉଁ ମଥାରେ ଅଛି, ଏଇଠି ନାଦମୁଣ୍ଡା ଉପରେ ଯେଉଁଟା ଓଙ୍କାର ପରମ ପଦୁ ପ୍ରିୟ ମକରନ୍ଦ ମଧୁ କହେ ଭୀମ ଅରକ୍ଷିତ ଅତି ସ୍ୱାଦ ହେ ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ। ସେହି ପରମାତ୍ମା, ସେଇ ପରମ ପୁରୁଷ ଯେଉଁଟା ଆତ୍ମା ପୁରୁଷ କହନ୍ତି, ସେ ଆମର ଶରୀରରେ ରହିଛନ୍ତି। ଭାତ ଡାଲି ତରକାରୀ କିଛି ଖାଆନ୍ତି ନାହିଁ, ମାଛ ମାଂସ ଅଣ୍ଡା କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ଏପରିକି ଆମର ଶରୀରରେ ଥାଇକରି ବାୟୁ ମଧ୍ୟ ଗ୍ରହଣ କରନ୍ତି ନାହିଁ, ଏବଂ ଆମର ଶରୀରରେ ଥାଇ କୌଣସି ସେ ମାନେ ଜଳ ମଧ୍ୟ ଗ୍ରହଣ କରନ୍ତି ନାହିଁ। ଅଥଚ ଆମର ଶରୀରରେ ଜୀବନ୍ତ ଭାବରେ ସେ ରାତିରେ ଶୁଅନ୍ତି ନାହିଁ କି ଦିନରେ ଶୁଅନ୍ତି ନାହିଁ। ସେ ହେଉଛନ୍ତି ଆମର ପରମ ପୁରୁଷ। ତେଣୁକରି ସେହି ପରମ ପୁରୁଷ କ'ଣ ଖାଇ ବଞ୍ଚିଛନ୍ତି? ସେହି ମହା ଅମୀୟ ରସ, ଅମୃତ ରସ, ଯେଉଁଟାକୁ ପାନ କଲେ ଜନ୍ମ ଆଉ ମୃତ୍ୟୁ ନିବାରଣ ହୁଏ। ଜନ୍ମ ମୃତ୍ୟୁରୁ ବାହାରେ ଅଛନ୍ତି, ସେ ତାଙ୍କୁ ଜନ୍ମ ଏବଂ ମୃତ୍ୟୁ ସ୍ପର୍ଶ କରିପାରେ ନାହିଁ। ଆତ୍ମା ପୁରୁଷକୁ କୌଣସି ବ୍ୟାଧି କାଟିପାରେ ନାହିଁ। ସେଇ
ଆତ୍ମା ପୁରୁଷ ହେଉଛନ୍ତି ସେଇ ମାନେ ଆମ ଶରୀରରେ ଥିବା ପରମ ନାମରେ ଖ୍ୟାତ ଅଛନ୍ତି। ତେଣୁକରି ସେ ଜୀବ ବଞ୍ଚିଥିବା ପର୍ଯ୍ୟନ୍ତ ଆମର ଶରୀରରେ ରହିଛନ୍ତି ଆଉ ରହିଥିବେ। ଆଉ ଯେଉଁଦିନ ଏଇ ଘଟରୁ ଜୀବ ଚାଲିଯିବ ସେ ସେଠୁ ଯାଇ ଏଇ ଘଟରୁ ପ୍ରାଣ ଚାଲିଗଲେ ସେ ଜୀବ ସହିତ ମିଶିକରି ଥିବାରୁ ତାଙ୍କ ନାମ ହେଉଛି ଜୀବାତ୍ମା। ତେଣୁ ହେ ଆମର ସମସ୍ତ ବିଶ୍ୱବାସୀ ଜଗତ ଭଗତ ଆବାଳ ବୃଦ୍ଧ ବନିତା ବାଳକ ବାଳିକା ପିତାମାତା ଯେଉଁ ସୋୟା ଓ ଖୟା ଯେଉଁ ଜାଗା ଓ ପାୟା ମାନେ ଯେଉଁମାନେ ଜ୍ଞାନୀକୁ ଝଟ ଝଟ ନେତ୍ରେ ଦିଶୁଛି ଆଉ ଅଜ୍ଞାନୀ ଲୋକଙ୍କୁ ତ ବଣା ହୋଇଯାଇଛି। ଅତଏବ ଏଇ ପରମାତ୍ମା ପରମ ବ୍ରହ୍ମଙ୍କୁ ଚିନ୍ତନ କରିବା ଲୋକ ସେହି ବିଶ୍ୱସ୍ରଷ୍ଟା ପରମାତ୍ମା ପରମ ବ୍ରହ୍ମ ତାଙ୍କରକୁ ବର୍ଣ୍ଣନା କରି କବି ଲେଖିଛନ୍ତି ବନ୍ଦନା ପାଦ ପଦ୍ମକୁ। ସେହି ଅଭୟ ମାତାର ଶିରକୁ ବନ୍ଦନା କରିବାର ସହିତ ପ୍ରଭୁଙ୍କର ଅଭୟ ପାଦ ତଳକୁ ସେ ମାନେ ବନ୍ଦନା କରିଛନ୍ତି। ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଅରୁପାନ ଅନ୍ନକୁ ଧ୍ୟାଇ ସ୍ୱାମୀ ପୟରକୁ ବନ୍ଦନା ପାଦ ପଦ୍ମକୁ। ନଖ କୋଣେ ସୁରାସୁରୀ ମାଳ ମାଳ ଅଛନ୍ତି ପୁରୀ ଅନନ୍ତ ବାସୁକି ଶିରେ ବହିଛି ମକରନ୍ଦକୁ ବନ୍ଦନା ପାଦ ପଦ୍ମକୁ। ଯେତେ ସଂସାରେ ଅଛନ୍ତି ନଖ କୋଣେ ସୁରାସୁରୀ ପ୍ରଭୁଙ୍କର ଅଭୟ ପାଦ ଯଦି ମର୍ତ୍ତ୍ୟମଣ୍ଡଳରେ ପଡ଼ିଯାଇଛି ସାରା ବିଶ୍ୱରେ ଭୂମି ଉପରେ ପଡ଼ିଯାଇଛି ସାରା ଧରାରେ ଭୂମି ଉପରେ ଅଭୟ ପାଦ ଯେଉଁ ପଡ଼ିଯାଇଛି ସେଇ ଅଭୟ ପାଦକୁ ଯେଉଁମାନେ ଚିନ୍ତା କରୁଛନ୍ତି ସେଇଟାକୁ କବି କହୁଛନ୍ତି ଯେ ଆପଣଙ୍କର ଅଭୟ ପାଦ ଯେଉଁ ପଡ଼ିଯାଇଛି ଏଥିରେ ଆପଣଙ୍କର ପାଦ ଯଦି ଅଭୟ ସମତଳ ଭୂମି ଉପରେ ପଡ଼ିଯାଇଛି ତାହେଲେ ଆପଣଙ୍କର ନଖ ବି ପଡ଼ିଥିବ। ତାହେଲେ ଆପଣଙ୍କର ନଖ କୋଣରେ ମାଳ ମାଳ ଛନ୍ତି ପୁରୀ ନଖ କୋଣେ ସୁରାସୁରୀ ମାଳ ମାଳ ଛନ୍ତି ପୁରୀ ଅନନ୍ତ ବାସୁକି ଶିରେ ବହିଛ ମକରନ୍ଦକୁ। ହେ ପରମାତ୍ମା ପରମ ବ୍ରହ୍ମ ହେ ପ୍ରଭୁ ହେ ଜଗତ ସ୍ରଷ୍ଟା ବିଶ୍ୱ ସ୍ରଷ୍ଟା ଜଗତର ହିତକାରକ ହେ ବ୍ରହ୍ମାଣ୍ଡ ଚାଳକ ହେ ପରମାତ୍ମା ପରମ ବ୍ରହ୍ମ ଅବ୍ୟକ୍ତ ଅଣାକାର ଆପଣ ଏଇଟା ନଖ କୋଣେ ସୁରାସୁରୀ ମାଳ ମାଳ ଛନ୍ତି ପୁରୀ ଅନନ୍ତ ବାସୁକି ଶିରେ ବହିଛ ମକରନ୍ଦକୁ। ଏଇ ଆପଣ ଆମର ଏଇ ମଥା ଉପରେ ରହିକରି ଅନନ୍ତ ବାସୁକି ଶିରେ ଅନନ୍ତ ମାନେ ହେଉଛନ୍ତି ନାଗ ଅନନ୍ତ ନାଗ ଯେମିତି ତାର ମଥା ଉପରେ ମଣି ରଖିଥାଏ ଠିକ୍ ଆମର ମଥା ଉପରେ ସେ ଏଇ ଖପୁରୀ ତଲେ ଯେଉଁ ମହାରସ ଖେଳୁଛି ତାକୁ ଆପ୍ୟାୟନ କରୁଛନ୍ତି ସେଇ ପରମ ପୁରୁଷ ଶ୍ରୀକୃଷ୍ଣ ବିଷ୍ଣୁ ଭଗବାନ ଜଗତର ନାଥ ଜଗନ୍ନାଥ ଯାକୁ କହୁଛନ୍ତି ପରମ ପୁରୁଷ ଯିଏ ରାତିରେ ଶୁଅନ୍ତି ନାହିଁ କି ଦିନରେ ଶୁଅନ୍ତି ନାହିଁ ଅଥଚ ସଦା ସର୍ବଦା ଜାଗୃତ ଅବସ୍ଥାରେ ଥିବା କୌଣସି ଖାଦ୍ୟ ଗ୍ରହଣ କରୁନଥିବା କେବଳ ମହାରସ ଆପ୍ୟାୟନ କରୁଥିଲେ ସେହି ଆତ୍ମା ପୁରୁଷ। ତେଣୁ ସେହି ଆତ୍ମାକୁ ଚିହ୍ନିଲେ ପରମାତ୍ମାକୁ ଚିହ୍ନି ପାରିବା। ତେଣୁ ହେ ମୋର ଆଦର୍ଶ ଭତୃ ମାନେ ଧର୍ମ ଭକ୍ତ ମଣ୍ଡଳୀ ଏବଂ ପିତୃମଣ୍ଡଳୀ ମାତୃମଣ୍ଡଳୀ ସମସ୍ତଙ୍କୁ ମୁଁ ନିବେଦନ କରୁଛି ଯେଉଁମାନେ ଏ ଧର୍ମରେ ଅଛନ୍ତି ମହିମା ଧର୍ମରେ ଯେଉଁମାନେ ଅଛନ୍ତି ସେମାନେ ଏଇ ମଥା ତଳେ ଖେଳୁଥିବା ସେଇ ମହାରସକୁ ଆପ୍ୟାୟନ କରିବା ପାଇଁ ଆମକୁ ଗୁରୁ କରିବା ଆବଶ୍ୟକ। ପ୍ରଥମ ଗୁରୁ ହେଲେ ମା ଦ୍ୱିତୀୟ ଗୁରୁ ହେଲେ ବାପା ତୃତୀୟ ଗୁରୁ ହେଲେ ବଡ଼ ଭାଇ ଚତୁର୍ଥ ଗୁରୁରେ ଶିକ୍ଷା ଗୁରୁ ଲକ୍ଷ୍ୟ କରିପାରନ୍ତି ପଞ୍ଚମ ଗୁରୁରେ ଆପଣ ଦୀକ୍ଷା ଗୁରୁ କରିପାରନ୍ତି। ଦୀକ୍ଷା ଗୁରୁ ପରମ ବୈଷ୍ଣବ ସନ୍ନ୍ୟାସୀ ହେଇଥିବେ ତାଙ୍କଠୁ ଆପଣ ଦୀକ୍ଷା ଗ୍ରହଣ କରିବେ ଯାହାର କୌଣସି ଆଗରେ ନାହିଁ କି ବାମରେ ନାହିଁ କି ଡାହାଣେ ନାହିଁ ପଛରେ ନାହିଁ କି ଆଗରେ ନାହିଁ ମରିଗଲେ କେହି କାନ୍ଦିବେ ନାହିଁ ହଜିଗଲେ କେହି ଖୋଜିବେ ନାହିଁ ସେ ହେଉଛନ୍ତି ପରମ ବୈଷ୍ଣବ ସନ୍ନ୍ୟାସୀ। ତାଙ୍କଠୁ ଆପଣ ଦୀକ୍ଷା ଗ୍ରହଣ କଲେ ପଞ୍ଚମ ନମ୍ବର ଗୁରୁ କଲେ ତାପରେ ଆପଣ ଷଷ୍ଠରେ ପରମ ପୁରୁଷକୁ ଗୁରୁ କରିପାରନ୍ତି ସେଇଟା ହେଉଛନ୍ତି ସେଇ ଆତ୍ମା ପୁରୁଷ। ତାଙ୍କୁ ଗୁରୁ କରି ପରିଚୟ ହେଲେ ତାଙ୍କର ଆଦେଶରେ ତାଙ୍କର ଦେଇଥିବା ନିୟମ ଏବଂ ଯମକୁ ପାଳନ କଲେ ଆତ୍ମା ପୁରୁଷଙ୍କର ଆଶୀର୍ବାଦ ଦ୍ୱାରା ନିୟମ ଏବଂ ଯମକୁ ପାଳନ କଲେ ଏ ଜୀବ ନିଶ୍ଚିତ ଭାବରେ ମୁକ୍ତି ପାଇବ ମୁକ୍ତି ପାଇବ ମୁକ୍ତି ପାଇବ। ଏଇଟା ଆମର ଭୀମ ଭୋଇ ଲେଖିଛନ୍ତି।
ତେଣୁ ହେ ଆମର ନଖକୁଣେ ସୁରାସୁରୀ ମାଳ ମାଳ ଚନ୍ଦିପୁରୀ ଅନନ୍ତ ବାସୁକିରେ ଏ ବୈଜମ କରନ୍ଦକୁ ଶ୍ରୀପର ଦୀର୍ଘ ପ୍ରତି ଗୋଟିଏ ମୋର ବିନତି। ଆପଣଙ୍କର ଶ୍ରୀପର ଅର୍ଥାତ୍ ଶ୍ରେଷ୍ଠ ପାଦ ଯେହେତୁ ଦୀର୍ଘ ପ୍ରତି ମାନେ ବହୁତ ଲମ୍ବା, ବହୁତ ସାରା ବିଶ୍ୱରେ ଥିବା ସମଗ୍ର ଭୂମି ଉପରେ ଯେହେତୁ ଆପଣଙ୍କର ପାଦ ପଡ଼ିଯାଇଛି, ତେଣୁ ଶ୍ରୀପୟର ଦୀର୍ଘ ପ୍ରତି କବି ବର୍ଣ୍ଣନା କଲେ। କୋଟିଏ ମୋର ବିନତି, କୋଟିଏ ମୋର ବିନତି, ସେହି ଶ୍ରୀପର ଦୀର୍ଘ ପ୍ରତିକୁ ମୁଁ କୋଟି କୋଟି ପ୍ରଣାମ କରୁଛି, କୋଟି କୋଟି ଶରଣାବନ୍ନ ହେଉଛି, ମାନେ ଶତ ଶତ ବାର ପ୍ରଣାମ କରୁଛି, ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ ଜଣାଉଛି। ହେ ପ୍ରଭୁ ପରମାତ୍ମା ପରମ ବ୍ରହ୍ମ, ଏ ଜୀବକୁ ଉଦ୍ଧାର କର, ଉଦ୍ଧାର କର, ଉଦ୍ଧାର କର। ହେ ଆମର ସମସ୍ତ ବିଜ୍ଞ ମଣ୍ଡଳୀ ମନେ ରଖନ୍ତୁ ଯେ ଆମର ସେହି ପରମାତ୍ମା ପରବ୍ରହ୍ମ ଶ୍ରୀଗୁରୁଙ୍କ ପାଦତଳ ଫୁଟିଛି ପଦ୍ମ କମଳ, ବାସରେ ଉମାପମୂଳ ଘେନ ନାସିକାନନ୍ଦକୁ। ଶ୍ରୀଗୁରୁଙ୍କ ପାଦତଳ ଫୁଟିଛି ପଦ୍ମ କମଳ, ବାସରେ ଅମାପମୂଳ ଘେନ ନାସିକାନନ୍ଦକୁ। ଶ୍ରୀପୟର ଦୀର୍ଘ ପ୍ରତି କୋଟିଏ ମୋର ବିନତି, ଶରଣ ସୁଦର ପାଦ ନିର୍ଭୟ ଭଳ ମନ୍ଦକୁ। ହେ ପ୍ରଭୁ ଆପଣଙ୍କ ଶ୍ରୀଚରଣେ ମୁଁ କୋଟି କୋଟି ଶତ ଶତ ବାର ଦଣ୍ଡ ପ୍ରଣାମ କରୁଛି, ସମର୍ପିତ ହେଉଅଛି। ସମସ୍ତ କାୟରେ ମନରେ ବାକ୍ୟରେ ସମ୍ପୂର୍ଣ୍ଣ ଆମର ଶରୀରସ୍ଥ ଥିବା ଇନ୍ଦ୍ରିୟମାନଙ୍କୁ ନିଜର ଆୟତ୍ତାଧୀନ କରାଇ, ସେଇ ଇନ୍ଦ୍ରିୟରେ ଥିବା ସମସ୍ତଙ୍କୁ ଦମନ କରାଇ, ଇନ୍ଦ୍ରିୟରେ ସମସ୍ତ ଯେଉଁ ଆଗ୍ରହୀ ଅଛନ୍ତି ସମସ୍ତଙ୍କୁ ପରିତ୍ୟାଗ କରି ମୁଁ ଆପଣଙ୍କଠାରେ ଶରଣାପନ୍ନ ହେଉଅଛି। ଶ୍ରୀପର ଦୀର୍ଘ ପ୍ରତି କୋଟିଏ ମୋର ବିନତି। ସେହି ଶ୍ରୀପର ଆପଣଙ୍କର ଅଭ ପାଦ ସାରା ବିଶ୍ୱରେ ଯେଉଁ ପଡ଼ିଯାଇଛି, ସେହି ପାଦ ତଳେ ମୁଁ ଛାର କୀଟ ସ୍ୱରୂପରେ ମୁଁ ଶ୍ରୀଚରଣରେ ଶରଣାପନ୍ନ ହେଉଅଛି। ଏଇଟା ଭକ୍ତ ଭୀମ ଭୋଇ ଲେଖିଛନ୍ତି, ବନ୍ଦନା କରିଛନ୍ତି। ତେଣୁକରି ସେଇ ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଅରୂପାନନ୍ଦକୁ, ଧ୍ୟାଇ ସ୍ୱାମୀ ପୟରକୁ, ବନ୍ଦନା ପାଦ ପଦ୍ମକୁ। ଶ୍ରୀପୟର ଦୀର୍ଘ ପ୍ରତି କୋଟିଏ ମୋର ବିନତି, ଶରଣ ସୁଦର ପାଦ ନିର୍ଭୟ ଭଲ ମନ୍ଦକୁ। ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ, ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ, ବନ୍ଦନା ପାଦ ପଦ୍ମକୁ। ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ, ବନ୍ଦନା ପାଦ ପଦ୍ମକୁ। ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ, ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ, ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ, ବନ୍ଦନା ପାଦ ପଦ୍ମକୁ। ସେଇ ସନ୍ନ୍ୟାସୀ ସ୍ୱରୂପରେ ଆମର ଶରୀରସ୍ଥ ଥିବା ଜୀବ ଯେଉଁଟା ଯାଉଛି ଭିତରକୁ, ସେଇଟା ହେଉଛି ଗୃହ। ଯେଉଁଟା ଭିତରକୁ ବାର ଯାଉଛି ସେଇଟା ହେଲା ଗୃହ। ଭିତରୁ ଯେଉଁଟା ବାହାରକୁ ଆସୁଛି ସେ ହେଲା ମାନେ ଗୃହରୁ ପରିତ୍ୟାଗ ହୋଇଥିବା, ଗୃହ କର୍ମରେ ଲିପ୍ତ ନ ରହିଥିବା କେଉଁ ଗୃହ ଆରମ୍ଭୀ ଗୃହୀ ମେଲେ ନ ପଶି ରହିବ ନିରୋଲେ। ଗୃହ ଯେମିତି କଲି କତରା କୀଟପ, ଆପଣମାନେ ଦେଖିଥିବେ ଯେ ଆମର ସମ୍ବଲପୁରୀ ଭାଷାରେ ଘୁଇ କହନ୍ତି। ଏଇଟା କାଦୁଅରେ ରହିଥାଏ, କିନ୍ତୁ କାଦୁଅରୁ ବାହାରିଲେ କାଦୁଅ ତାର ପକ୍ଷୀ ତାର ପର ଉପରେ ତାର କିଛି ରହେ ନାହିଁ। ପୁଣି ସେ ପାଣିରେ ରହିଥାଏ, ପାଣିରୁ ବାହାରିଲେ ସେ କୌଣସି ପାଣି ଲାଗେ ନାହିଁ। ଠିକ୍ ସେହିପରି ଗୃହ କର୍ମ ତେଜି ଭକ୍ତେ, ମାନେ ଜୀବଠୁ ଯେଉଁଟା ଅଛି ଆମର ଘଟରେ, ଯେଉଁଟା ବାମ ପଟରେ ଅଛି, ସେଇ ବାମ ପଟରୁ ଡାହାଣକୁ ପରିଭ୍ରମଣ କରୁଥିବା କିଏ? ଗୃହ କର୍ମ ତେଜି ଭକ୍ତି। ସମସ୍ତ ଇନ୍ଦ୍ରିୟ ସହିତ ତାର ସଂଲଗ୍ନ କିଛି ନାହିଁ, ଆତ୍ମା ପୁରୁଷର
କିଛି ସଂଲଗ୍ନ ନାହିଁ। ସେ ସମସ୍ତ ଜୀବର ସମସ୍ତ ଖାଉଛି, ଶୋଉଛି, ପରିସ୍ରା କରୁଛି, ଝାଡ଼ା ଯାଉଛି, ମାନେ ବେଲାସ ବ୍ୟସନରେ ଅଛି, ଖଟ ପଲଙ୍କରେ ଶୋଉଛି, ସମସ୍ତ ବ୍ୟସନାଭୂତ ବ୍ୟସନରେ ମଜି ରହିଥିବା ଏଇ ଜୀବକୁ ପରିତ୍ୟାଗ କରି, ତାକୁ ଏ କର୍ମକୁ ପରିତ୍ୟାଗ କରି ପରମ ପୁରୁଷ ଅଲଗା ଅଛନ୍ତି। ତେଣୁକରି ସେ ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ, ଜଗତରେ ପରିଭ୍ରମଣ କରୁଛନ୍ତି, ଅର୍ଥାତ୍ ସେ ବାହାରକୁ ଆସିକରି ପରିଭ୍ରମଣ କରୁଛନ୍ତି। ବାହାରକୁ କେଉଁ ବାହାରୁ? ଭିତରୁ ଯେଉଁ ବାୟୁ ଆସୁଛି ସେ ଦ୍ୱାରା ସେ ବାହାରକୁ ଆସୁଛନ୍ତି। ମାନେ ଯିଏ ନିଜର କର୍ମ ଯେଉଁଟାକି ଆସକ୍ତି କର୍ମକୁ ପରିତ୍ୟାଗ କରି ଯେଉଁ ବାୟୁ ଆସୁଛି ତାହାକୁ କହୁଛନ୍ତି ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ, ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ, ବନ୍ଦନା ପାଦ ପଦ୍ମକୁ। କେବଳ ମାତ୍ର ଅମୀୟ ରସ ମହାରସ ଆପ୍ୟାନ୍ନ କରିବା ପାଇଁ ପରମ ପୁରୁଷ ଶ୍ରୀକୃଷ୍ଣ ବିଷ୍ଣୁ ଭଗବାନ ଜଗତର ନାଥ ଗୃହତର କର୍ମକୁ ପରିତ୍ୟାଗ କରି, ଅର୍ଥାତ୍ ବାମ ନାସାରୁ ବାହାର ହୋଇ ସେ ଦକ୍ଷିଣ ନାସାରେ ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ପରମ ପୁରୁଷ ଶ୍ରୀକୃଷ୍ଣ ବିଷ୍ଣୁ ଭଗବାନ ଜଗତର ନାଥ ଜଗନ୍ନାଥ, ଅର୍ଥାତ୍ ଆତ୍ମା ପୁରୁଷ। ଏଇ ଆତ୍ମା ପୁରୁଷ ଆମର ଶରୀରରେ ଥାଇ ରାତିରେ ଶୁଅନ୍ତି ନାହିଁ କି ଦିନରେ ବି ଶୁଅନ୍ତି ନାହିଁ, ଦିନରେ ଖାଆନ୍ତି ନାହିଁ କି ରାତିରେ ଖାଇ ନାହାନ୍ତି। ତେଣୁକରି ସେ କୌଣସି ଦିନ କିଛି ଖାଦ୍ୟ ନ ଖାଇକିରି ମହାରସ ଆପ୍ୟାନ୍ନ କରୁଛନ୍ତି। ତେଣୁକରି ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ, ବାମ ଅଙ୍ଗରେ ବହୁଥିବା ବାୟୁକୁ ପରିତ୍ୟାଗ କରି ଦକ୍ଷିଣ ଅଙ୍ଗରେ ବାହୁଥିବା ବାୟୁ ସହିତ ସମ୍ମିଳନ କଲେ ସେଟା ହେଇଛି, ସେଇଟାକୁ କହନ୍ତି ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ, ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ। ଏଇ ଯେଉଁ ଜୀବଟି ଆମର ଅଛି ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ନବଦ୍ବାର ଏକାଦଶ ଇନ୍ଦ୍ରିୟ ଷଡ଼ଚକ୍ର 12 ବଛ 21 ପୁର ନରକଳେବର, ଏଇ ନରକଳେବରରୁ ଉଦ୍ଧାର ପାଇବା ପାଇଁ ସେ ଏଇ ବାୟୁ ଦ୍ୱାରା ସେ ଉଦ୍ଧାର ପାଇପାରିବେ। ତେଣୁକରି ଏଥିରେ ସମସ୍ତ ଜ୍ଞାନୀମାନୀ ଗୁଣୀଜନ ଏଇ ପଥରେ ଆସୁଛନ୍ତି। ଏଇଟା ପିଣ୍ଡ ମତରେ କହିଯାଇଛନ୍ତି। ଏହାକୁ ବ୍ରହ୍ମାଣ୍ଡ ମତରେ ବି କୁହାଯାଇପାରେ। ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ, ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ, ବନ୍ଦନା ପଦ ପଦ୍ମକୁ। ଯେଉଁମାନେ ନିଜର ଗୃହ କର୍ମ ତ୍ୟାଗ କରି ସାରା ବ୍ରହ୍ମାଣ୍ଡର ସମସ୍ତ ନିଜର ମାଆକୁ ପରିତ୍ୟାଗ କରି ସମସ୍ତ ନାରୀ ଜାତିକୁ ଯେଉଁମାନେ ମାଆ କରିଛନ୍ତି, ନିଜର ବାପାଙ୍କୁ ପରିତ୍ୟାଗ କରି ସମସ୍ତ ଯେତେ ପୁରୁଷ ଜାତିକୁ ନିଜର ବାପା ସଦୃଶରେ ମାନିଛନ୍ତି, ନିଜର ଗ୍ରାମ ଜାତି ରୀତିନୀତି ସମସ୍ତ ପରିତ୍ୟାଗ କରି ଯେଉଁମାନେ ସନ୍ନ୍ୟାସୀ ପଥରେ ଆସିଛନ୍ତି, ଏଇଟା ବ୍ରହ୍ମାଣ୍ଡ ମତରେ ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ, ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ, ବନ୍ଦନା ପାଦ ପଦ୍ମକୁ। କେଉଁ ନାମ? ସେଇ ଜୀବର ଅନ୍ୟ ନାମ ହେଉଛି ବ୍ରହ୍ମ ନାମ। ସେଇ ନିଜର ନାମକୁ ମାନେ ସମସ୍ତ ଗୃହ କର୍ମ ତ୍ୟାଗ କରି ପ୍ରକୃତି ବାସନା ବିଳାସ ସମସ୍ତ ପରିତ୍ୟାଗ କରି ନିଜର ପିତାମାତା ଯେଉଁ ସ୍ନେହ ମମତା ପରିତ୍ୟାଗ କରି ଭାଇ ଭାତୃ ଭଗିନୀ ସମସ୍ତଙ୍କୁ ପରିତ୍ୟାଗ କରି ଯେଉଁ ନିଜର ଗ୍ରାମ ଜାତି ରୀତିନୀତି ସମସ୍ତଙ୍କୁ ପରିତ୍ୟାଜ୍ୟ କରି ସମସ୍ତଙ୍କୁ ପରିତ୍ୟାଗ କରି ଯେଉଁ ପରିଭ୍ରମଣ କରୁଥିବା ସେ ହେଉଛନ୍ତି ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ, ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ, ବନ୍ଦନା ପାଦ ପଦ୍ମକୁ। ହେ ଆମର ବିଦୁଷଜନ ମାନେ ଲକ୍ଷ୍ୟ ରଖନ୍ତୁ, ଗୃହ କର୍ମ ତେଜି ଭକ୍ତି ପ୍ରଚରୁଛନ୍ତି ଜଗତେ, ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ, କରୁଛନ୍ତି କର୍ମ ମାନ ପିତା ମାତାଙ୍କ ବିଧାନ, ଉଦୟସ୍ତ ଦର୍ଶନ ଘେନି 64 ବନ୍ଧକୁ,
ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଅରୂପାନନ୍ଦକୁ ଧ୍ୟାଇ ସ୍ୱାମୀ ପୟରକୁ ବନ୍ଦନା ପାଦ ପଦ୍ମକୁ। ହେ ପ୍ରଭୁ ପରମାତ୍ମା ପରବ୍ରହ୍ମ ସମସ୍ତ ପରିତ୍ୟାଗ କରି ଜାତି ରୀତି ଗ୍ରାମ ଦେଶ ପିତାମାତା ପରିତ୍ୟାଗ କରି କେବଳ ମାତ୍ର ଆପଣଙ୍କର ଶ୍ରୀଚରଣେ ଶରଣାପନ୍ନ ହେଉଅଛି। ଏ ଜୀବର ଉଦ୍ଧାର ପାଇଁ ନିଜର ଜୀବ ସହିତ ସଂଲଗ୍ନ ହୋଇଥିବା ସମସ୍ତ ଜୀବକୁ କହୁଛନ୍ତି, ଗୋଟିଏ ଜୀବର ପାଇଁ ନାହିଁ। ଯିଏ ବାବାଜୀ ହେଇଛି, ଯିଏ ସନ୍ନ୍ୟାସୀ ହେଇଛି, ଯିଏ ମାନେ ସମସ୍ତ ସମସ୍ତ ତ୍ୟାଗ କରି ଯିଏ ନିଜର ପ୍ରାଣକୁ ପ୍ରଭୁଙ୍କଠାରେ ସମର୍ପଣ କରିଛି, ସେ ଜୀବ ନାମକ ଯେଉଁଟା ଅଛି ତାକୁ ଉଦ୍ଧାର କରିବା ପାଇଁ ସେ ପରିଭ୍ରମଣ ହେଇଛି। ତେଣୁକରି ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ, କେଉଁ ନାମକୁ ନେଇ? ଜୀବର ନାମକୁ। ଜୀବର ଅନ୍ୟ ନାମ ଯେହେତୁ ବ୍ରହ୍ମ ନାମକୁ ଭଜନ କରିବା ପାଇଁ, ଏ ଜୀବ ଉଦ୍ଧାର ପାଇବା ପାଇଁ, ତେଣୁକରି ଏଇଟା ସେ ପରିତ୍ୟାଗ କରିଛନ୍ତି। ତେଣୁ ହେ ପ୍ରଭୁ ଓ ପରମାତ୍ମା ପରବ୍ରହ୍ମ, ମୋର ଯେଉଁ ଯାହା ଇହ ଜନ୍ମ ଆଦ୍ୟ ଜନ୍ମ ପୂର୍ବଜନ୍ମ କୋଟିଏ ଜନିରୁ ଜନ୍ମ ପାଇଛି, ଏହି ଜୀବନ ଏ ଦୁର୍ଲଭ ଜନ୍ମ, ଏ ଦୁର୍ଲଭ ଜନ୍ମକୁ ମୁଁ ଆପଣଙ୍କର ଶ୍ରୀଚରଣେ ସମର୍ପିତ କରୁଅଛି। ଯେତେ ଯେତେ ଜନ୍ମ ଦୋଷ, ଦିଟା ମା ଦିଟା ବାପା ହେଇ ମୋତେ ଯେଉଁ ଜନ୍ମ କଲେ, ଦିଟା କୁକୁର, ଦିଟା ଛେଳି, ଦିଟା ମେଣ୍ଢା, ଦିଟା ଗାଈ, ଦିଟା ଗୋରୁ, ମାନେ ଦିଟା ସ୍ତ୍ରୀ ଜାତି আর ପୁରୁଷ ଜାତି ହେଇ ମୋତେ ଯେଉଁ ଜନ୍ମ କରିଥିଲେ, ସେଇ ଜନ୍ମ ଦୋଷ ଯେଉଁଟା ଏଇଟା ଶେଷରେ ଏଇ ନରତନୁ ଯେଉଁ ଧାରଣ କରିଛି, ସେଇ ଦୋଷକୁ କାଟିବା ପାଇଁ କରୁଛନ୍ତି କର୍ମମାନ ପିତାମାତାଙ୍କ ବିଧାନ। ଉଦୟସ୍ତ ଦର୍ଶନ ଘେନି 64 ବନ୍ଧକୁ ବନ୍ଦନା ପାଦ ପଦ୍ମକୁ। ହେ ବିଶ୍ୱର ରଚୟିତା ପରମାତ୍ମା ପରବ୍ରହ୍ମ, ମାନେ ଆପଣଙ୍କର କରୁଛନ୍ତି କର୍ମମାନ ପିତାମାତାଙ୍କ ବିଧାନ। ଏଇଟା ବ୍ରହ୍ମାଣ୍ଡ ମତରେ କରୁଛନ୍ତି କର୍ମମାନ ପିତାମାତାଙ୍କ ବିଧାନ। କରୁଛନ୍ତି କର୍ମମାନ ପିତାମାତାଙ୍କ ବିଧାନ। ଉଦୟସ୍ତ ଦର୍ଶନ ଘେନି 64 ବନ୍ଧକୁ ବନ୍ଦନା ପାଦ ପଦ୍ମକୁ। ଏଇ ପିତାମାତାଙ୍କର ଯେଉଁ ବିଧାନ ଅଛି କ'ଣ? ଦିନ ରାତକୁ 24 ଘଣ୍ଟା 1440 ମିନିଟ୍ 86,400 ସେକେଣ୍ଡ, ତାହେଲେ ଏତିକିରେ 21,600 ଥର ଯେଉଁ ବାୟୁର ପରିଭ୍ରମଣ ହେଉଛି, ଏଥିରେ ପରମ ପୁରୁଷ ଆମର ଘଟରେ ଥିବା ସେ ଗୋଟିଏ ଦଣ୍ଡରେ 360 ଥର ପରିଭ୍ରମଣ କରୁଛନ୍ତି। ସେହି ପରମ ପୁରୁଷକୁ ଗୁରୁ କରି ପରମାତ୍ମାଙ୍କ ପାଖକୁ ପହଞ୍ଚିବାକୁ ହେଲେ ସର୍ବପ୍ରଥମରେ ବନ୍ଦନା କରିବାକୁ ପଡ଼ିବ। ତେଣୁକରି ସେଥିରେ କହୁଛନ୍ତି କରୁଛନ୍ତି କର୍ମମାନ ପିତାମାତାଙ୍କ ବିଧାନ। ଉଦୟସ୍ତ ଦର୍ଶନ ଘେନି 64 ବନ୍ଧକୁ ବନ୍ଦନା ପାଦ ପଦ୍ମକୁ। ହେ ପ୍ରଭୁ ପରମାତ୍ମା ପରବ୍ରହ୍ମ, ଏ ଯେଉଁ ମୋତେ ପିତାମାତା ଜନ୍ମ କରିଥିଲେ, ମାଙ୍କର ମିଳିତ ରଜରସ ସହିତ ମାଙ୍କର ବାପାଙ୍କର ବୀର୍ଯ୍ୟ ସଂଯୁକ୍ତ କରି ମୋତେ ଯେଉଁ ଜନ୍ମ କରିଥିଲେ, ଏଥିରେ ଯେତେ ପ୍ରକୃତି ଗଣ 5 ମନ 25 ପ୍ରକୃତି ମିଳିତ ଥିବାରୁ ଏ ଜୀବ ଉଦ୍ଧାର ହୋଇପାରିବ ନାହିଁ। ତେଣୁ ଏଇ ଋଣରୁ ମୁକ୍ତି ପାଇବା ପାଇଁ, ଏଇ ଯୋନି ଜନ୍ମ ଦୋଷ ଯେଉଁ ଅଛି ଏଠିରୁ ମୁକ୍ତି କରିବା ପାଇଁ, ମୁଁ ମୋର ପିତୃ ଋଣରୁ ମୁକ୍ତି ପାଇବା ପାଇଁ ପିତାମାତାଙ୍କ ଦ୍ୱାରା ଯେଉଁ ଖରାପ ପ୍ରକୃତି ମୋର ଶରୀରରେ ପ୍ରକୃତି ସ୍ୱରୂପରେ ବହି ଚାଲିଛି, ଏହି ପ୍ରକୃତିର ବିନାଶ ପାଇଁ ମୁଁ ଆପଣଙ୍କ ଠାରେ ସର୍ବପ୍ରଥମରେ ହାତକୁ ଉର୍ଦ୍ଧୋଳନ କରି କହୁଛି, ଭକ୍ତ ହେ ପ୍ରଭୁ, ମୋତେ ଏଇ ଚର୍ମରେ ଥିବା ଦୋଷ ଏବଂ ଚର୍ବିରେ ଥିବା ଦୋଷ, ଲୋମରେ ଥିବା ଦୋଷ, ରକ୍ତରେ ଥିବା ଦୋଷ, ମାଂସରେ ଥିବା ଦୋଷ, ହାଡ଼ରେ ଥିବା ଦୋଷ, ଶୁକ୍ର ଦ୍ୱାରା କ୍ଷରିତ ହୋଇଥିବା ଦୋଷ, ସବୁ ପିତାମାତାଙ୍କର ଦୋଷ ଯେଉଁଟା ଅଛି ବା ପ୍ରକୃତିକୁ ବିନାଶ କରାଇ ମୋତେ ଜୀବ ଉଦ୍ଧାର ପାଇଁ ସାରା ବ୍ରହ୍ମାଣ୍ଡରେ ମୋତେ ସମସ୍ତ ଜନର ସମସ୍ତ ଜନସମାଜ, ସମସ୍ତ ଉଡ଼ା ବୁଡ଼ା ଚଳଚଳ ଚାରିଖାନି ପ୍ରାଣୀଙ୍କର
ହିତ ସାଧନ ନିମନ୍ତେ ମୁଁ ସମସ୍ତ ପରିତ୍ୟାଗ ପୂର୍ବକ ଆପଣଙ୍କର ଶ୍ରୀଚରଣେ ଶରଣାପନ୍ନ ହେଉଅଛି। ସମସ୍ତ ଆସକ୍ତି ବିହୀନ ହୋଇ ଆଡ଼ମ୍ବର ଶୂନ୍ୟ ପୂର୍ବକ ମୁଁ ଆପଣଙ୍କଠାରେ ଶରଣାପନ୍ନ ହେଉଛି। ହେ ପ୍ରଭୁ, ଆପଣଙ୍କର ସେହି ଅଭୟ ପାଦ, ଯେଉଁ ଅଭୟ ପାଦକୁ ଚିନ୍ତା କରି ଧ୍ରୁବମଣ୍ଡଳରେ ରହିଛି, ଯେଉଁ ଅଭୟ ପାଦକୁ ଚିନ୍ତା କରି ବିଭୀଷଣ, ହନୁମାନ, ଅଙ୍ଗଦ, ସମଗ୍ର ଯେତେବେଳେ ଭୀଷ୍ମଦେବ ଇତ୍ୟାଦି ଯେତେ ଯେତେ ଅଛନ୍ତି ଋଷି ମହାମୁନି ସମସ୍ତେ ଆପଣଙ୍କର ଅହପାଦକୁ ଆଶ୍ରିତ ହୋଇ ସେ ତାଙ୍କର ଇହଲୀଳା ସମ୍ବରଣ କରିଛନ୍ତି। ମୁଁ ଆପଣଙ୍କଠାରେ ସେଥିପାଇଁ ଆପତ୍ତି କରୁଛି, ହେ ଦୟାମୟ, ମୋତେ ଏଇ ନର ଜନ୍ମରୁ ଉଦ୍ଧାର କରନ୍ତୁ, ଏଇ ପଶୁ ଜନ୍ମରୁ ଉଦ୍ଧାର କରନ୍ତୁ। ନରର ଅନ୍ୟ ନାମ ହେଉଛି ପଶୁ। ମନୁଷ୍ୟ ଯେତେବେଳେ ହେବ, ଯେତେବେଳେ ଏଇ ଶରୀରରେ ମୋର ଦିବ୍ୟ ଜ୍ଞାନ ଜାତ ହେବ, ମୁଁ ଜାଣୁଛି ନିଶ୍ଚିତ ଭାବରେ ମୁଁ ମନୁଷ୍ୟ। ତେଣୁ ଦିବ୍ୟ ଜ୍ଞାନ କ'ଣ? ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ। ଏଇ ମନୁଷ୍ୟ ଶରୀରରେ ଦିବ୍ୟ ଜ୍ଞାନ ଜାତ ହେବ ଯେତେବେଳେ, ସେତେବେଳେ ଭଗବାନ ପରମ ପୁରୁଷ, ଭଗବାନ ଅର୍ଥାତ୍ ପରମ ପୁରୁଷ ସେ ସନ୍ତୁଷ୍ଟ ହେବେ, ପ୍ରସନ୍ନ ହେବେ। ତୁମେ ଆମର ଉତ୍ତମ ଶିଷ୍ୟ ବୋଲି ପରମାତ୍ମା ପାଖକୁ ପହଞ୍ଚାଇ ଦେବେ। ତେଣୁ ହେ ଆମର ସମସ୍ତ ଜଗତ ଭଗତ ବିଦୁଷ ଜନେ, ହେ ଆମର ପ୍ରିୟ ସମସ୍ତ ଦର୍ଶକ ମଣ୍ଡଳୀ, ମନେ ରଖନ୍ତୁ, ଶ୍ରୋତା ମଣ୍ଡଳୀ ଧ୍ୟାନ ଦିଅନ୍ତୁ ଯେ କରୁଛନ୍ତି କର୍ମମାନ ପିତାମାତାଙ୍କର ବିଧାନ। ପିତାଙ୍କର ବିଧାନ ହେଉଛି 64 ବନ୍ଧ। ଗୋଟିଏ ବନ୍ଧକୁ 112 ଥର ପବନ ବହଇ ଶରୀର। ଭୀମ ଭୋଇଙ୍କ ପଦ୍ମକଳ୍ପରେ ମାନେ ଲେଖା ହେଇଛି 58 ପୃଷ୍ଠାରେ ନା କେତେ। ତାହେଲେ ଏଇ 58 ପୃଷ୍ଠାରେ ଲେଖା ହେଇଥିବା ମାନେ ଏଇ ବନ୍ଧକୁ 112 ଥର ପବନ ବହଇ ଶରୀର। ବନ୍ଧକୁ 112 ଥର ହେଲେ ଆମର ହେଉଛି, ଆମର କ'ଣ ହେଉଛି, ଗୋଟିଏ ବନ୍ଧରେ 112 ଥର, 64ରେ 112 ଗୁଣିତ କଲେ 6768 ଥର। ଆଉ ମାତାଙ୍କର ବିଧାନ 72 ଥର। ସେଇ 72 ଥର, ଏଇଟା ପିଣ୍ଡ ମତରେ ମୁଁ କହୁଛି, 72 ଥର ହେଉଛି 72 ସହିତ 112 ଗୁଣିତ କଲେ ପୁଣି 8064 ଥର ହେଉଛି। ତେଣୁ ଏଇ 8064 ଧରା 7168କୁ ମିଶାଇ 21600 ଥରୁ ଯେତିକି ରହିଗଲା ଗୁଣିତ ବାକି ରହିଲା, ସେଇଟା ହେଉଛି ପରମାତ୍ମା ପରବ୍ରହ୍ମଙ୍କର ଯୋଗ ଯମ ଆଉ ନିୟମ ଯିବାର ପାଇଁ ପଥ ପ୍ରଦର୍ଶକ ସେହି ପ୍ରଭୁ ଆମର ଶରୀରରେ ପରିବ୍ୟାପ୍ତ ଅଛନ୍ତି। ତାଙ୍କୁ ଖୋଜିଲେ, ବାହିରେ ଖୋଜିଲେ କିଛି ନାହିଁ ମିଳେ, ଘଟ ଭେଦାନ୍ତରେ ସର୍ବ ପାଇ। ଆରେ ମୂର୍ଖ ଭାଇ, ମାନି ସେବା କଲେ ସିନା ଜ୍ଞାନ ପାଇ। ଆରେ ମୂର୍ଖ ଭାଇ, ବାହ୍ୟରେ ଭ୍ରମିଲେ କିଛି ନାହିଁ ମିଳେ, ଘଟ ଭେଦାନ୍ତରେ ସର୍ବ ପାଇ। ଆରେ ମୂର୍ଖ ଭାଇ, ମାନି ସେବା କଲେ ସିନା ଜ୍ଞାନ ପାଇ। ଆରେ ମୂର୍ଖ ଭାଇ, ବାହ୍ୟରେ ଖୋଜିଲେ କିଛି ନାହିଁ ମିଳେ, ଘଟ ଭେଦାନ୍ତରେ ସର୍ବ ପାଇ। ତେଣୁ ଘଟ ମାନେ ହେଲା ଏଇ ଶରୀର, ଏଥିରେ ବାହାରେ ଖୋଜିଲେ କିଛି ମିଳିବ ନାହିଁ। କାହିଁକି? ପଣ୍ଡିତମାନେ, ଯେଉଁମାନେ ସାଧୁସନ୍ଥମାନେ ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଏହା ଜାଣନ୍ତି ସୁପଣ୍ଡିତ। ତେଣୁ ପିଣ୍ଡ ଏବଂ ବ୍ରହ୍ମାଣ୍ଡକୁ ଏକମତ କରିଥିବାରୁ ସେ ହେଉଛନ୍ତି ସୁପଣ୍ଡିତ। ତେଣୁକରି ଏଇଟା ଭୀମ ଭୋଇ ଯେଉଁଟା ଲେଖିଛନ୍ତି, ଏଇ ବନ୍ଦନା କରିଛନ୍ତି ପ୍ରଭୁଙ୍କୁ। ଶ୍ରୀଗୁଙ୍କ ପାଦତଳ ଫୁଟିଛି ପଦ୍ମକମଳ, ବାସରେ ଉମାପମୂଳ ଘେନ ନାସିକାରନ୍ଧ୍ରକୁ, କରୁଛନ୍ତି କର୍ମମାନ ପିତା ମାତାଙ୍କ ବିଧାନ। ଆଉ ଏଇଟା ପିଣ୍ଡ ମତରେ ଯାଇଛି, ବ୍ରହ୍ମାଣ୍ଡ ମତରେ ହେଉଛନ୍ତି କରୁଛନ୍ତି କର୍ମମାନ ପିତା ମାତାଙ୍କ ବିଧାନ। ଉଦୟସ୍ତ ଦର୍ଶନ ଘେନି 64 ବନ୍ଧକୁ। ସର୍ବପ୍ରଥମରେ ଇଆଡ଼େ ଯେଉଁ ପୂର୍ବ ଦିଗରେ ଉଦୟ ମାନେ ଜନ୍ମ, 7 ଥର ଯେଉଁ ପିତାମାତାଙ୍କର ଦୋଷ ଲାଗିଛି, ଏଇଟା ସାଷ୍ଟାଙ୍ଗ 7 ବାର ଶରଣାପନ୍ନ ହେଲେ ଗୋଟିଏ ଶରଣରେ 7 ଥର ହେଉଛି 749 ଥର। ଆଉ ଗୋଟିଏ ଥରରେ 700 ମାନେ ଥରକୁ 7 ଥର, 7 ଥରରେ 749 ଥର। ଆଉ ପଶ୍ଚିମରେ ଦର୍ଶନ ଅସ୍ତ ମାନେ ଏଇଟା ହେଉଛି ଜୀବର ମୃତ୍ୟୁ
ବା ମୃତ୍ୟୁ ପରେ ଆମେ ଯେଉଁ ଘର ତିଆରି କରିବା ସେଥିପାଇଁ ଏଇଟା 5 ଥର ସ୍ମରଣ କରିଛି। ଏଇ ପୃଥିବୀ ଆପ ତେଜ ବାୟୁ ଆକାଶ, ଏଇ ପଞ୍ଚଭୂତରେ ପିଣ୍ଡ ପ୍ରାଣ ସମର୍ପଣ କରିବା। ପଞ୍ଚଭୂତରେ ଲୀନ ହେବ, ଯେଉଁ ପଞ୍ଚଭୂତରେ ଜୀବ ସୃଷ୍ଟି ହେଇଛି ସେଥିରେ ଲୀନ ହେବ। ସେଥିପାଇଁ 5 ଥର ଆମକୁ ସାଷ୍ଟାଙ୍ଗ ପ୍ରଣିପାତକୁ କରୁଛୁ ପଶ୍ଚିମ ଦିଗରେ। ତେଣୁ ଏଇ 5 ସତା 35 ଆଉ 49କୁ ମିଶାଇ ଦେଲେ ଯେଉଁ ଯେତେ ଥର ହେଉଛି ଏଇଟା ସେତିକି ଥର ମାନେ ଏଇ ଯେଉଁ ଏଇ 64 ବନ୍ଧ ଯେଉଁଟା ଅଛି ବା 84 ହେଉଛି, ଏଇଟା 84 ଜୁନି ପରିଭ୍ରମଣ ଦୋଷ ଯେଉଁ ରହିଛି ସେଇଟା କଟିବା ପାଇଁ ଏଇଟା ଆମକୁ ପ୍ରଭୁଙ୍କୁ ସପ୍ତପଞ୍ଚବାର ଯତ୍ନେ କରିବ ନମସ୍କାର। ଏଇଟା କୃଷ୍ଣ ଭଗବାନଙ୍କୁ ଅର୍ଜୁନକୁ କହିଲେ କୃଷ୍ଣ ଭଗବାନ ପ୍ରଭୁଙ୍କୁ ସପ୍ତପଞ୍ଚବାର ଯତ୍ନ କରିବ ନମସ୍କାର। ହେ ଅର୍ଜୁନ, ଏଇ ଯେଉଁ କୃଷ୍ଣ ପ୍ରଭୁ କୃଷ୍ଣ ନିଜେ ସେ କହୁଛନ୍ତି, ଆତ୍ମା ପୁରୁଷ କହୁଛନ୍ତି ଜୀବ ସ୍ୱରୂପୀ ଅର୍ଜୁନକୁ, ଯେ ଅର୍ଜୁନ ପ୍ରଭୁଙ୍କୁ ସପ୍ତପଞ୍ଚବାର ଯତ୍ନେ କରିବୁ ନମସ୍କାର, ଯତ୍ନେ କରିବ ନମସ୍କାର। ହେ ପ୍ରଭୁ, ହେ ଅର୍ଜୁନ, ପ୍ରଭୁଙ୍କୁ, ଯେଉଁ ପ୍ରଭୁ ତତେ ତିଆରି କରିଛନ୍ତି, ମୋତେ ତିଆରି କରିଛନ୍ତି, ତୋର ମାଲିକ ଯିଏ, ମୋର ମାଲିକ ସିଏ, ସେ ହେଉଛନ୍ତି ପରମାତ୍ମା ପରମ ବ୍ରହ୍ମ, ସେଇ ଅପରିବର୍ତ୍ତିତ ଅବିନାଶ ପ୍ରଭୁଙ୍କଠାରେ ଯତ୍ନେ କରିବ ନା ନମସ୍କାର। ଯତ୍ନର ସହିତ ପ୍ରଣାମ କର। ପୂର୍ବରେ 7 ବାର, ପଶ୍ଚିମରେ 5 ଥର। ଏଇଟା ଯଦି କରିବୁ ଜନ୍ମ ମରଣରୁ ଉଦ୍ଧାର ହେବୁ। ତେଣୁ ସେଇଟାକୁ ଭୀମ ଭୋଇ ଏଇଟା ପିଣ୍ଡ ମତରେ ଲେଖିଲେ ଦିନ ରାତକୁ 24 ଘଣ୍ଟା 1440 ମିନିଟ୍ 86,400 ସେକେଣ୍ଡ। ଏତିକିରେ 21,600 ଥର ମାନେ ବାୟୁର ପରିଭ୍ରମଣ ଆମ ଶରୀରରେ ଯେଉଁ ରହୁଛି, ତନ୍ମଧ୍ୟରୁ ଦଣ୍ଡରେ ଗୋଟିଏ ଦଣ୍ଡରେ 360 ଥର ପରମ ପୁରୁଷ ସେଇ ଆତ୍ମା ପୁରୁଷର ପରିଭ୍ରମଣ ହେଉଛି। ତାହେଲେ 21,600 ଥରରୁ ଆମେ ବାକି ବାୟୁତକ କାଟିଦେଲେ ଯେଉଁଟା ରହୁଛି ସେଇଟା ହେଉଛି ଆମର ପରମାତ୍ମା ପରମ ବ୍ରହ୍ମଙ୍କର ଯିବା ପାଇଁ ରାସ୍ତା। ସେଇଟା ବାହ୍ୟରେ ଖୋଜିଲେ କିଛି ନାହିଁ ମିଳେ, ଘଟ ଭେଦାନ୍ତରେ ସର୍ବ ପାଇ, ଆରେ ମୂର୍ଖ ଭାଇ, ମାନି ସେବା କଲେ ସିନା ଜ୍ଞାନ ପାଇ, ଆରେ ମୂର୍ଖ ଭାଇ। ମାନି ସେବା କଲେ, ତାକୁ ସେବା କଲେ ଯାଇ ସେ ଜ୍ଞାନ ଉଦୟ ହେବ। ଭାବ କଲେ ଭକ୍ତି ହେଲେ ମାନେ ଜ୍ଞାନ ଉଦୟ ହୋଇ, ତେଣୁକରି ସେଇ ଭାବ ଭକ୍ତି ମାଧ୍ୟମରେ ଆମେ ଆଗକୁ ଯିବା, ପରମାତ୍ମାଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପଣ ହେବା। ଏଇଟା ଭୀମ ଭୋଇ ତାଙ୍କର ଭାଷାରେ ବର୍ଣ୍ଣନା, ଯେଉଁ ଆମର 8 ଭଜନ ଅଛି, ସର୍ବପ୍ରଥମରେ ବର୍ଣ୍ଣନା କରିଛନ୍ତି। ପ୍ରଭୁଙ୍କୁ ବନ୍ଦନା କରି 8 ଭଜନ ଲେଖି ଯାଇଛନ୍ତି। ତେଣୁ ଏଇ ବନ୍ଦନାରେ ଏଇଟା ଲେଖା ଅଛି ଯେ କରୁଛନ୍ତି କର୍ମମାନ ପିତାମାତାଙ୍କ ବିଧାନ, ଉଦୟସ୍ତ ଦର୍ଶନ ଘେନି 64 ବନ୍ଧକୁ ବନ୍ଦନା ପାଦ ପଦଙ୍କୁ। ତାପରେ ଲେଖିଲେ କରୁଛନ୍ତି କର୍ମମାନ ପିତାମାତାଙ୍କ ବିଧାନ, ଉଦୟସ୍ତ ଦର୍ଶନ ଘେନି 64 ବନ୍ଧକୁ, ଶ୍ରୀଗୁରୁଙ୍କ ପାଦ ତଳ ଫୁଟିଛି ପଦ୍ମ କମଳ, ବାସରେ ଅମାପ ମୂଳ, ଘେନ ନାସିକାରନ୍ଧ୍ରକୁ, ବନ୍ଦନା ପାଦ ପଦ୍ମକୁ। ଏଇ ବାୟୁକୁ ମାପ କରି ହେବ ନାହିଁ, ଏଇଟା ଅମାପ ଅଟେ। ତେଣୁକରି ଏଇ ଅମାପ ମଧ୍ୟରେ ଜୀବର ବାୟୁ ଅଛି, ଆଉ ପରମ ଆତ୍ମାର ବାୟୁ ଅଛି, ପରମାତ୍ମାଙ୍କର ବାୟୁ ଅଛି। ତାକୁ କେମିତି ମାପ କରିବା? ତେଣୁ ଶ୍ରୀଗୁରୁଙ୍କ ପାଦ ତଳ ଫୁଟିଛି ପଦ୍ମ କମଳ, ବାସରେ ଅମାପ ମୂଳ, ଘେନ ନାସିକାରନ୍ଧ୍ରକୁ, ବନ୍ଦନା ପାଦ ପଦ୍ମକୁ। ସେହି ପ୍ରଭୁ ନିଶ୍ଚିତ ଭାବରେ ନାସାଗ୍ରରେ ଯାତାୟାତ କରୁଛନ୍ତି। ସେହି ପ୍ରଭୁ ନିଶ୍ଚିତରେ ଆମର ନାସାଗ୍ର ଦ୍ୱାରା ଭିତରକୁ ଯାଉଛନ୍ତି, ବାହାରକୁ ଆସୁଛନ୍ତି। ଘର ବାହାରେ ଅଲେଖ, ଘର ଭିତରେ ଅଲେଖ। ତାହେଲେ ଏଇଟା ଭିତରେ ଅଛନ୍ତି, ସେ ବାହାରେ ଅଛନ୍ତି। ଭିତରେ ବାହାର, ବାହାରେ 12 ଘର। ତେଣୁକରି ଏଇ ଭିତରେ ସେ ପରିଭ୍ରମଣ କରୁଛନ୍ତି। ସେଇ ପରିଭ୍ରମଣ କରୁଥିବା ପରମାତ୍ମା ପରମ ବ୍ରହ୍ମ ବା ସେଇ ତାଙ୍କୁ ଖୋଜିଲେ ଆମକୁ ସେ ନିଶ୍ଚିତ ଭାବରେ ଏ ଜୀବକୁ ଉଦ୍ଧାର କରିବେ। ଏ ଜୀବଟା ବ୍ରହ୍ମ ନାମ ଯେହେତୁ ନିଶ୍ଚିତ ଭାବରେ ଜୀବ ଉଦ୍ଧାର ହେବ।
ଯେତିକି ଜୀବ ହେଇଛନ୍ତି ଭୀମ ଭୋଇ ଲେଖିଛନ୍ତି ଯେ ଯେତେ ଜୀବ ଅଛନ୍ତି ସମସ୍ତେ ଦିନେ ନିଶ୍ଚିତ ଭାବରେ ଉଦ୍ଧାର ହେଇଯିବେ। କେବଳ ମାତ୍ର ନିର୍ଜୀବ ଯେଉଁଟା ଅଛନ୍ତି ମାନେ ଯେଉଁଟାକୁ କହନ୍ତି ଜଗତ ସେମାନେ ଉଦ୍ଧାର ପାଇପାରିବେ ନାହିଁ। ସେମାନଙ୍କର ପାଇଁ ଭୀମ ଭୋଇକୁ ଲେଖିଛନ୍ତି ଜଣାଉଛି ମୁଁ ଯେ ଭକ୍ତି ଭାବ ରଞ୍ଜେ ଆହେ ଅଣିମା ଅନନ୍ତ ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଅଛନ୍ତି ସମସ୍ତେ ତୁମ୍ଭ ଭକତ। ହେ ପ୍ରଭୁ ସବୁ ତ ଆପଣଙ୍କର ଭକତ। ହେଲେ ଜଗତ କାହାକୁ କହୁଛନ୍ତି? ହେଇ ବାଲି ମାଟି ହ୍ରଦ ପଙ୍କ ଗଛ ବୃକ୍ଷ ତରୁ ତୃଣ ପଥର ଏଇ ନଦୀ ନାଳ ଯାହା ଦେଖାଯାଉଛି ଏଇଟା ଜଗତ। ଏଇ ଜଗତମାନଙ୍କୁ ଉଦ୍ଧାର କରିବା ପାଇଁ ଭୀମ ଭୋଇ ନିଜକୁ ଜୀବନକୁ ନର୍କରେ ପକାଇବା ପାଇଁ ମାନେ ସେ ଗୁରୁଙ୍କଠାରେ ଆପତ୍ତି କରିଛନ୍ତି। କ'ଣ? ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରଇ ମୁହିଁ। ତେଣୁ ପ୍ରାଣୀ ତ ହେଲେ ତାଙ୍କ ପାଇଁ ତ ମୁଁ ସହିପାରୁନାହିଁ। ହେଲେ ଏ ଦିନେ ନିଶ୍ଚୟ ଆପଣଙ୍କର ଭକତ ଯେହେତୁ ଅଟନ୍ତି ବ୍ରହ୍ମ ନାମରେ ଅଛନ୍ତି ତେଣୁ ନିଶ୍ଚୟ ଯିବ ଉଦ୍ଧାର ପାଇବ ଉଦ୍ଧାର ପାଇବ ଉଦ୍ଧାର ପାଇବ। କିନ୍ତୁ ଏଇ ଯେଉଁ ବୃକ୍ଷ ଯେଉଁ କିଛି କଥା କହିପାରୁନାହିଁ ସେ କିଛି କହିପାରୁନାହିଁ ଛାଇରେ ଆଶ୍ରିତ କରୁଛି ଫଳ ଦେଉଛି ଫୁଲ ଫୁଟଉଛି ସମସ୍ତ ସେ ସହ୍ୟ କରିପାରୁଛି। ସେହି ତାର ପାଇଁ ଆପଣ ଶୀଘ୍ର ଏଇ ଜଗତକୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରନ୍ତୁ। ଏମାନଙ୍କର ପାଇଁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଏଠି ଲେଖିଛନ୍ତି ଜଗତ ଉଦ୍ଧାର ହେଉ। ହେ ପ୍ରଭୁ ମୋତେ ସେଇ କୁମ୍ଭୀ ନର୍କରେ ପକାଇ ଦିଅନ୍ତୁ। ଜୀବମାନେ ତ ଉଦ୍ଧାର ହୋଇଯିବେ କେବଳ ନର୍କରେ ରହିଯିବେ କେଉଁମାନେ ନାଇଁ ଏଇ ମୁଁ ନର୍କରେ ପତିତ ମୋତେ କରିଦିଅନ୍ତୁ ବରଂ ଏଇ ଜଗତରେ ଥିବା ସମସ୍ତ ବାଲି ମାଟି ପଥର ହ୍ରଦ ପଙ୍କ ସବୁଠାରେ ଯେଉଁ ଆପଣ ବିଦ୍ୟମାନ ଅଛନ୍ତି ଆପଣଙ୍କର ସତ୍ତା ଯେଉଁ ବିଦ୍ୟମାନ ଅଛି ତାକୁ ଉଦ୍ଧାର କରନ୍ତୁ ଉଦ୍ଧାର କରନ୍ତୁ ଉଦ୍ଧାର କରନ୍ତୁ। ଏକାକ୍ଷର ପଦ ଚିହ୍ନି ଭଜୁଛନ୍ତି ବ୍ରହ୍ମ ଜ୍ଞାନୀ ଭୀମ ରକ୍ଷିତ ଭଣି ଧ୍ୟାଇ ଅନାଦି ସିଦ୍ଧକୁ ବନ୍ଦନା ପାଦ ପଦ୍ମକୁ। ଏକାକ୍ଷର ପଦ ଚିହ୍ନି ସେହି ଏଇ ଶରୀରରେ ଜାତ ହୋଇଥିବା କ'ଣ ନାଇଁ ଏକାକ୍ଷର ଷଡ଼ାକ୍ଷର ଅଣାକ୍ଷର ମାନେ ଏକାକ୍ଷର ପାଦ ଚିହ୍ନି ଭଜୁଛନ୍ତି ବ୍ରହ୍ମ ଜ୍ଞାନୀ। ହେ ପ୍ରଭୁ ପରମାତ୍ମା ପରମ ବ୍ରହ୍ମ ପରମ ପୁରୁଷ ହେ ପ୍ରଭୁ ଅନ୍ତର୍ଯାମୀ ଅଣାକାର ଏଇ ଏକାକ୍ଷର ପାଦକୁ କେଉଁମାନେ ଚିହ୍ନିଥିଲେ ନାଇଁ ଯେଉଁ 64 ସିଦ୍ଧ ଅନାଦି ପୁରୁଷଙ୍କ ଦ୍ୱାରା ନିର୍ମିତ ହୋଇଥିଲେ ଯେଉଁଟାକି ଆଦ୍ୟ ଗୋବିନ୍ଦ ପ୍ରାନ୍ତେ ନନ୍ଦ ନନ୍ଦ ଠାରୁ ହେଲା ଛନ୍ଦ ସେହି ଏଇ 64 ସିଦ୍ଧ ସେ ଧାଇ ଅନାଦି ସିଦ୍ଧକୁ ସେଇ ଏକାକ୍ଷର ପାଦକୁ ଚିହ୍ନି ଭଜନ କରୁଥିବା ସେଇ ସିଦ୍ଧମାନଙ୍କୁ ମୁଁ ପ୍ରଣାମ କରୁଛି ଅଶେଷ ଦଣ୍ଡବତ କରୁଛି ପ୍ରଣମିତ ହେଉଛି। ହେ ମୋତେ ଏଇ ଜୀବକୁ ଉଦ୍ଧାର କର ଏଇଟା ଭୀମ ଭୋଇ ଲେଖିଛନ୍ତି। ବନ୍ଦନା ପାଦ ପଦ୍ମକୁ ଏଇଟା ଯେଉଁ ଭୀମ ଭୋଇ ବର୍ଣ୍ଣନା କରିଛନ୍ତି ଏଥିରେ ଷଡ଼ ଦର୍ଶନ ସାଂଖ୍ୟ ଦର୍ଶନ ନ୍ୟାୟ ଦର୍ଶନ ଯୁଗ ଦର୍ଶନ ଆପଣମାନେ ଏଇ ଯେଉଁ ନବ ବ୍ୟାକରଣ ଅଷ୍ଟାଦଶ ପୁରାଣ 7 ଖଣ୍ଡ ରାମାୟଣ ଇତ୍ୟାଦି ଯାହା ନିର୍ମିତ ଲେଖା ଅଛି ଏଇ ଲେଖାମାନଙ୍କର ଶ୍ରେଷ୍ଠକୁ ନେଇକରି ଭୀମ ଭୋଇ ବର୍ଣ୍ଣନା ତିଆରି କରିଛନ୍ତି। ଏଥିରେ କବିମାନେ କେତେ କହି ଥକିଗଲେ କେତେ ଯୋଗୀ କେତେ ଅନୁଭବୀ କହିଗଲେ କେତେ ଯୋଗୀ କେତେ କବି କହିଗଲେ ଅନୁଭବୀ ସମସ୍ତେ ରବି ତଳରେ ରହିଗଲେ କେହି ନ ପାରିଲେ ଜାଗି ମାନେ ସମସ୍ତେ ଏଇ ରବି ତଳେ ବା ପୃଥିବୀ ପୃଷ୍ଠରେ ରହିଗଲେ କେହି ୟାକୁ ଖୋଜି ପାଇଲେ ନାହାନ୍ତି। ତେଣୁକରି ଭଜ ଅବର୍ଣ୍ଣ ରୂପକୁ ସେଇ ଅବର୍ଣ୍ଣ ରୂପକୁ ଭଜନ କରିବାଟା ବହୁତ କଷ୍ଟ। ଆଉ ଯେଉଁମାନେ ଯୋଗୀମାନେ ଅଛନ୍ତି ଯାହାକୁ ଧ୍ୟାନ ରହିଛନ୍ତି ସେମାନେ ନିଶ୍ଚିତ ଭାବରେ ଜୀବକୁ ଉଦ୍ଧାର ପାଇପାରିବେ। ତେଣୁ ହେ ମୋର ଆଦର୍ଶ ଭଦ୍ର ବ୍ୟକ୍ତି ସମାଜ ସମସ୍ତ ଜ୍ଞାନୀମାନେ ଗୁଣୀ ସମାଜ ମୁଁ ଏଠାରେ ଏଇ ବନ୍ଦନା ପ୍ରଭୁଙ୍କର ବନ୍ଦନାକୁ ଆପଣମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବାରୁ ମୁଁ ଏଇ ଛୋଟ ଜୀବ କିଛି ତ୍ରୁଟି ଭୁଲ ଥିଲେ କ୍ଷମା କରି ଆପଣଙ୍କର ଅନ୍ତର ସହିତ ମୋତେ କ୍ଷମା ଦେବେ। କିଛି ଭୁଲ ଥିଲେ ତ୍ରୁଟି ମାର୍ଜନା କରିବେ।
ତେଣୁକରି ଆସ ସେଇ ପ୍ରଭୁଙ୍କଠାରେ ସେଇ ଅଭୟ ପାଦକୁ ଆଶ୍ରା କରିବା। ଯେଉଁ ଅଭୟ ପାଦକୁ ଚିନ୍ତା କରି କୌଣସି ଭୟ ରହିବ ନାହିଁ, ସେଇ ନିର୍ଭୟ ଭକ୍ତି କଲେ ନିଶ୍ଚିତ ଭାବରେ ଆମେ ତାଙ୍କୁ ପାଇପାରିବା। ଏତିକିରେ ମୁଁ ଆପଣଙ୍କଠାରେ ମାନେ ଏଇଟା ପରିସମାପ୍ତି ଘୋଷଣା କରୁଛି। ସଚ୍ଚିଦାନନ୍ଦ ପରମ ବ୍ରହ୍ମ ମହିମା ଅଲିଖ। ଦେଶ ରାଜ୍ୟ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ହେଉ। ଉଡ଼ା ବୁଡ଼ା ଚଳ ଚଳ ଚାରିଖାନି ପ୍ରାଣୀଙ୍କର ସୁରକ୍ଷା ହେଉ। ଜୀବରେ ଦୟା ନାମରେ ଶରଣ ଅହିଂସା ପରମ ଧର୍ମ ବର୍ଦ୍ଧିତ ହେଉ। ବ୍ରହ୍ମ ମହିମା ଅଲିଖ। ନିଷ୍କଲଙ୍କ ବ୍ରହ୍ମ କଲଙ୍କ ନୁହଇ ଭଜ ନିର୍ମଳ ଚିତେ। ନିର୍ମଳ ଭକ୍ତିରେ ଗୋଲିଆ ରଞ୍ଚିଲେ ମିଶିବ ଆମନା ଭୂତେ। ସୁଜ୍ଞାନୀ ପଣ୍ଡିତ জন ସାଧୁ ସନ୍ଥ ଗୁରୁ ଭକ୍ତି ଆଶ୍ରା କର। ଭଣେ ଭୀମ ଭୋଇ ଗୁରୁ ପାଦ ଧ୍ୟାଇ ନିଶ୍ଚୟ ହେବ ଅମର। ଭୀମ ଭୋଇ ଲେଖିଛନ୍ତି ଅମର ହେବ। ଏଇଟା ସତ ନା ମିଛ? ମୁଁ କହୁଥିବା ଥିଓରିକୁ ପ୍ରାକ୍ଟିକାଲ କରାନ୍ତୁ। ସଚ୍ଚିଦାନନ୍ଦ ପରମ ବ୍ରହ୍ମ ମହିମା ଅଲିଖ ମହିମା ଅଲିଖ ମହିମା ଅଲିଖ ମହିମା।